जय जगन्नाथ पिलाମାନେ ଆଜି ଆମର ଆଉ ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ପୂର୍ବ ଭିଡ଼ିଓରେ ଆମେ ପତ୍ର ପତ୍ରିକା ଉପରେ ଦୁଇଟି ଭିଡ଼ିଓ ଆପଣମାନଙ୍କ ପାଇଁ ନେଇ ଆସିଥିଲୁ। ଆଜି ଭିଡ଼ିଓରେ ଆମେ ଆଧୁନିକ ଯୁଗ ସମ୍ପର୍କରେ 10ଟି ପ୍ରଶ୍ନ ଆଲୋଚନା କରିବା, ଯାହାକି ପୂର୍ବରୁ ପରୀକ୍ଷାରେ ଆସିଛି ବା ଆଗାମୀ ପରୀକ୍ଷାରେ ଆସିବାର ସମ୍ଭାବନା ରହିଛି। ସେଭଳି କେତୋଟି କ୍ୱେଶ୍ଚିନ୍ ଆପଣମାନଙ୍କ ପାଇଁ ଆମେ ନେଇ ଆସିଛୁ। ପୂର୍ବ ଭିଡ଼ିଓରେ ଆମେ ପତ୍ର ପତ୍ରିକା ଉପରେ ଯେଉଁ 10ଟି ପ୍ରଶ୍ନ ଆଲୋଚନା କରିଥିଲେ, ନବମ ପ୍ରଶ୍ନ ଏବଂ ଦଶମ ପ୍ରଶ୍ନର ଉତ୍ତର ଦିଆଯାଇନଥିଲା। ନବମ ପ୍ରଶ୍ନ ଥିଲା ମାୟାଧର ମାନସିଂହଙ୍କ ସମ୍ପାଦକତ୍ୱରେ କେଉଁ ପତ୍ରିକା ପ୍ରକାଶ ପାଉଥିଲା? ଶଙ୍ଖ ପତ୍ରିକା ପ୍ରକାଶ ପାଉଥିଲା 1945 ମସିହାରେ, ଯାହାକି ବାମଣ୍ଡାରୁ ପ୍ରକାଶ ପାଉଥିଲା। ଦଶମ ପ୍ରଶ୍ନ ଥିଲା ବିଶ୍ୱ ମିଳନ ତରଫରୁ କେଉଁ ପତ୍ରିକା ପ୍ରକାଶ ପାଉଥିଲା? ଝଙ୍କାର। এই ଝଙ୍କାର ପତ୍ରିକା 1949 ମସିହାରେ ହରେକୃଷ୍ଣ ମହତାବଙ୍କ ସମ୍ପାଦକତ୍ୱରେ ପ୍ରକାଶ ପାଉଥିଲା ପ୍ରଜାତନ୍ତ୍ର ପ୍ରେସରୁ। ଆଜି ଭିଡ଼ିଓର ପ୍ରଥମ ପ୍ରଶ୍ନ ହେଉଛି ପଲାସି ଯୁଦ୍ଧ କେବେ ହୋଇଥିଲା? ପଲାସି ଯୁଦ୍ଧ 1757 ମସିହାରେ ହୋଇଥିଲା। ଦ୍ୱିତୀୟ ପ୍ରଶ୍ନ କେଉଁ ସନ୍ଧି ଦ୍ୱାରା ଓଡ଼ିଶା ଇଂରେଜ ଶାସନାଧୀନ ହୋଇଥିଲା? ଦେବଗ୍ରାମ ସନ୍ଧି। ତୃତୀୟ ପ୍ରଶ୍ନ ଦେବଗ୍ରାମ ସନ୍ଧି ଦ୍ୱାରା 1803 ମସିହାରେ ଇଂରେଜ ଶାସନାଧୀନ ହୋଇଥିଲା। ତୃତୀୟ ପ୍ରଶ୍ନ ଓଡ଼ିଶାରେ ପ୍ରଥମେ କେବେ ସ୍କୁଲ ପ୍ରତିଷ୍ଠା ହୋଇଥିଲା? 1822 ମସିହା ଜୁନ ମାସରେ। କଟକ ଠାରେ এই जो ସ୍କୁଲଟି ପ୍ରତିଷ୍ଠା ହୋଇଥିଲା କଟକ ଠାରେ। ଚତୁର୍ଥ ପ୍ରଶ୍ନ ବ୍ରାହ୍ମ ସମାଜ କିଏ ଗଠନ କରିଥିଲେ? ରାଜା ରାମମୋହନ ରାୟ 1828 ମସିହାରେ। ପଞ୍ଚମ ପ୍ରଶ୍ନ ଆର୍ଯ୍ୟ ସମାଜ କିଏ ପ୍ରତିଷ୍ଠା କରିଥିଲେ? ଆର୍ଯ୍ୟ ସମାଜ ଦୟାନନ୍ଦ ସରସ୍ୱତୀ ପ୍ରତିଷ୍ଠା କରିଥିଲେ 1875 ମସିହାରେ। ଷଷ୍ଠ ପ୍ରଶ୍ନ ଉତ୍କଳ ବ୍ରାହ୍ମ ସମାଜର ପ୍ରତିଷ୍ଠାତା କିଏ ଥିଲେ? ହରନାଥ ଭଟ୍ଟାଚାର୍ଯ୍ୟ। ସେ ଏହି ସମାଜ 1869 ମସିହାରେ ପ୍ରତିଷ୍ଠା କରିଥିଲେ। ସପ୍ତମ ପ୍ରଶ୍ନ କିଏ ଭାରତରେ ଖ୍ରୀଷ୍ଟ ଧର୍ମ ପ୍ରଚାର ବିରୁଦ୍ଧରେ ଥିବା କଟକଣା ଉଠାଇ ଦେଇଥିଲେ? ଲର୍ଡ ହେଷ୍ଟିଂସ। ଅଷ୍ଟମ ପ୍ରଶ୍ନ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା କିଏ ଥିଲେ? ମଧୁସୂଦନ ଦାସ। ନବମ ପ୍ରଶ୍ନ ପ୍ରଥମ ଶିଶୁ ପତ୍ରିକାର ନାମ କ'ଣ? ପ୍ରଥମ ଶିଶୁ ପତ୍ରିକା ହେଉଛି ପ୍ରଭାତ, ଏହାର ସମ୍ପାଦକ ଥିଲେ ରେବା ରାୟ। ଦଶମ ପ୍ରଶ୍ନ କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା? 11 ନମ୍ବର ପ୍ରଶ୍ନ ନୂତନ ଶିକ୍ଷାନୀତି କେବେ ପ୍ରଣୟନ ହୋଇଥିଲା? ଏହି ଦୁଇଟି ପ୍ରଶ୍ନର ଉତ୍ତର ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ଏହିଭଳି ନୂତନ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, ସାଙ୍ଗସାଥିମାନଙ୍କ ସହିତ ମଧ୍ୟ ସେୟାର କରିଦିଅନ୍ତୁ। ଆପଣମାନଙ୍କୁ ଭିଡ଼ିଓ କିପରି ଲାଗୁଛି ଆପଣମାନେ ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇବେ, ଯାହାଦ୍ୱାରା ଆମେ ଆମର ତ୍ରୁଟିକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବୁ।